ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟି ବିଚାରାଶୀର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା 2024 ମସିହାର ଅନ୍ତିମ 3 ମାସ ଅର୍ଥାତ୍ ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସ କିପରି ରହିବା ପାଇଁ ଯାଉଅଛି। ଏହି 3 ମାସ ମଧ୍ୟରେ ଆପଣଙ୍କ ଜୀବନରେ କ'ଣ ସବୁ ଘଟଣା ଘଟିବା ପାଇଁ ଯାଉଛି, କେଉଁ ସବୁ ବଡ଼ ପରିବର୍ତ୍ତନ ଆପଣଙ୍କ ଜୀବନରେ ହେବା ପାଇଁ ଯାଉଛି, ଗ୍ରହମାନଙ୍କର ଗୋଚର ଅନୁସାରେ ଆପଣଙ୍କୁ କେଉଁ ସବୁ ଶୁଭ ଫଳ ଏବଂ ଅଶୁଭ ଫଳ ପ୍ରାପ୍ତି ହେବା ପାଇଁ ଯାଉଛି। ଏହି ଅନ୍ତିମ 3 ମାସରେ ଆପଣଙ୍କର ସ୍ୱାସ୍ଥ୍ୟ, ପ୍ରେମ, ଶିକ୍ଷା, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟର ସ୍ଥିତି ମଧ୍ୟ କିପରି ରହିବାକୁ ଯାଉଅଛି, ସେହି ସମ୍ପର୍କରେ ଆଜିର ଏହି ଭିଡ଼ିଓରେ ଆମେ ବିସ୍ତାର ରୂପରେ ଆଲୋଚନା କରିବା। ତା ପୂର୍ବରୁ ଆପଣମାନେ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଏବଂ ଏହିଭଳି ପ୍ରତିଦିନ ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ନିଶ୍ଚୟ ରୂପରେ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓର ଶେଷରେ ମଧ୍ୟ ଆପଣମାନେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ଗୁଡ଼ିକ ମଧ୍ୟ ଜାଣିବାକୁ ପାଇବେ। ଯେଉଁ ପ୍ରତିକାର ଗୁଡ଼ିକ ଆପଣ କରିବା ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଅଶୁଭତ୍ୱ ଗୁଡ଼ିକ ଖଣ୍ଡନ ହୋଇପାରିବ ଏବଂ ଯାହାଫଳରେ ଆପଣଙ୍କୁ ଶୁଭତ୍ୱ ପ୍ରାପ୍ତି ହେବ। ତେବେ ବନ୍ଧୁଗଣ, ପ୍ରଥମେ ଆସନ୍ତୁ ଆମେ ଜାଣିନେବା ଯେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଅନ୍ତିମ 3 ମାସରେ ଅର୍ଥାତ୍ ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ। ବନ୍ଧୁଗଣ, କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ। ବନ୍ଧୁଗଣ, ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ରହିଛନ୍ତି। ଆଉ 20 ନଭେମ୍ବର ପରେ ମଙ୍ଗଳ ଆପଣଙ୍କର ନବମ ଭାବକୁ ଚଳନ କରିବେ। ତ ବନ୍ଧୁଗଣ, ଆପଣଙ୍କର ସ୍ୱାସ୍ଥ୍ୟର ଧ୍ୟାନ ଆପଣଙ୍କୁ 20 ନଭେମ୍ବର ପର୍ଯ୍ୟନ୍ତ ରଖିବାର ଅଛି। ଆଉ ଯଦି ଆପଣ 20 ଅକ୍ଟୋବର ପୂର୍ବରୁ କେଉଁ ଆଡ଼େ ଯାଉଛନ୍ତି, ତେବେ ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେ ଯେପରି ସେହି ସମୟରେ ଆପଣଙ୍କର ପାଦରେ କୌଣସି ପ୍ରକାରର ଆଘାତ ନ ଲାଗେ। କାରଣ ମଙ୍ଗଳ ଯେତେବେଳେ ଅଷ୍ଟମ ଘରେ ରହିଥାନ୍ତି, ସେତେବେଳେ ଏହିସବୁ ଘଟଣା ଘଟିବାର ସମ୍ଭାବନା ବହୁତ ଅଧିକ ରହିଥାଏ। ଏହାର ମାନେ ନୁହେଁ ଯେ ଆପଣଙ୍କର ଆଘାତ ଗୋଡ଼ରେ ଲାଗିବ ହିଁ ଲାଗିବ, ହେଲେ ଆପଣ ଏଥିପ୍ରତି ସଚେତନ ରହିବା ଆବଶ୍ୟକ। ଏବଂ ଏଥିସହିତ ଯେତେବେଳେ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ରହିଥାନ୍ତି, ସେତେବେଳେ ସେ ଆପଣଙ୍କର ଦ୍ୱିତୀୟ ଭାବକୁ ଦୃଷ୍ଟି ଦେଇଥାନ୍ତି। ଆଉ ସେହି ସମୟରେ ମଧ୍ୟ ଆପଣଙ୍କର ଅନେକ ପ୍ରକାରର ଦାନ୍ତଜନିତ ସମସ୍ୟା, ଇନଫେକ୍ସନ୍ ଭଳି ସମସ୍ୟା, ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ। ତ ବନ୍ଧୁଗଣ, ସୂର୍ଯ୍ୟ, ବୁଧ, କେତୁ ଏହି 3 ଗ୍ରହ ଆପଣଙ୍କର ଏକାଦଶ ଭାବରେ ବିରାଜମାନ ଅଛନ୍ତି। ଏହାପରେ ସୂର୍ଯ୍ୟ ଆପଣଙ୍କର ଦ୍ୱାଦଶ ଭାବକୁ ଚଳନ କରିବେ। ଏବେ ଆସନ୍ତୁ ଜାଣିବା ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ ଏହି ଅନ୍ତିମ 3 ମାସ ଅର୍ଥାତ୍ ଅକ୍ଟୋବର, ନଭେମ୍ବର, ଡିସେମ୍ବର ଏହି 3 ମାସ କିପରି ରହିବ। ତେବେ ବନ୍ଧୁଗଣ, କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ। ଆଉ ଆପଣଙ୍କର ପଞ୍ଚମ ଭାବରେ ବିରାଜମାନ ରହିଛନ୍ତି ରାହୁ। ରାହୁ ମଧ୍ୟ ଆପଣଙ୍କର ପଞ୍ଚମ ସ୍ଥାନରେ ବିରାଜମାନ କରି ଆପଣଙ୍କୁ ବିଶେଷଜ୍ଞ ବନାଉଛନ୍ତି। ଅର୍ଥାତ୍ ଆପଣ ବେଳେବେଳେ କିଛି କରିବା ପାଇଁ ଭାବିଥାନ୍ତି, ଆଉ ବେଳେବେଳେ କୌଣସି ଜିନିଷର ରିସର୍ଚ୍ଚ କରିବାରେ ଆପଣଙ୍କ ମନ ଭିତରେ ଆଶା ସୃଷ୍ଟି ହେଉଛି। ବନ୍ଧୁଗଣ, ରାହୁ ଆପଣଙ୍କର ପଞ୍ଚମ ଭାବରେ ଆପଣଙ୍କୁ ବହୁତ ଚାଲାକ ଚତୁରତା ବନାଇବେ, ହେଲେ ଆପଣଙ୍କୁ ସେ ଅସ୍ଥିର ବନାଇଦେବେ। ମାନେ ଆପଣ ସ୍ଥିର ହୋଇ ରହିପାରିବେ ନାହିଁ। ଆଉ ଆପଣ ଯଦି ଗୋଟିଏ କାମ କରୁଛନ୍ତି, ତେବେ ସେଥିରେ ଆପଣ କେବେ ବି ସାଟିସ୍ଫ୍ୟାକ୍ସନ୍ ପାଇବେ ନାହିଁ। ଆଉ କେବେ ବି ଆପଣ ଗୋଟିଏ ସ୍ଥାନରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। କାରଣ ରାହୁ ଆପଣଙ୍କୁ ସର୍ବଦା ଅସନ୍ତୁଷ୍ଟି ପ୍ରଦାନ କରିଥାନ୍ତି। ଆପଣ ଯେଉଁ କାର୍ଯ୍ୟକୁ ଯେତେ ଭଲ ଭାବରେ କଲେ ମଧ୍ୟ ସେଥିରେ ସେ ବ୍ୟକ୍ତି ଜଣକ ସନ୍ତୁଷ୍ଟ ହୋଇପାରିବେ ନାହିଁ। ତେଣୁ ଏହି ସମୟରେ ଆପଣଙ୍କୁ ଷ୍ଟେବଲ୍ ହେବା ପାଇଁ ପଡ଼ିବ, ଆଉ ନିଜକୁ ମଧ୍ୟ ବାଲାନ୍ସ କରିବା ପାଇଁ ପଡ଼ିବ। ସେଥିପାଇଁ ମଧ୍ୟ ଆପଣଙ୍କୁ କିଛି ପ୍ରତିକାର କରିବା ପାଇଁ ପଡ଼ିବ। ଆଉ ଆପଣ କ'ଣ ପ୍ରତିକାର କରିବେ ସେଥିପାଇଁ ତାହା ଆପଣ ଭିଡ଼ିଓର ଶେଷରେ ଜାଣିବାକୁ ପାଇବେ। ତ ବନ୍ଧୁଗଣ, ଏହି ସମୟରେ ଆପଣ ଅନ୍ୟମନସ୍କ ଅଧିକତର ରହିପାରନ୍ତି। ଆଉ ଏହା ସହିତ ମଧ୍ୟ ଆପଣଙ୍କର ମାଇଣ୍ଡ ଡାଇଭର୍ଟ ହୋଇପାରେ, ଆଉ ଯାହାର ପ୍ରଭାବ ଆପଣଙ୍କର ପାଠପଢ଼ା ଉପରେ ପଡ଼ିବ। ଅର୍ଥାତ୍ ଏହାଦ୍ୱାରା ମଧ୍ୟ ଆପଣଙ୍କର ପାଠପଢ଼ା ଖରାପ ହୋଇପାରେ। ତଥାପି ବି ଗୁରୁ ଆପଣଙ୍କର ସପ୍ତମ ଭାବରେ ଅଛନ୍ତି, ଯିଏକି ଆପଣଙ୍କର ପଞ୍ଚମ ଭାବର ଅଧିପତି ଅଟନ୍ତି। ଆପଣଙ୍କୁ ଗୁରୁ ଆପଣଙ୍କର ପାଠପଢ଼ାରେ ସାହାଯ୍ୟ କରିବେ। ଆଉ ଏହି ସମୟରେ ଯଦି ଆପଣଙ୍କର କୌଣସି ଏକ୍ଜାମ୍ ରହୁଅଛି,
ତାହା ନିଶ୍ଚିନ୍ତ ଭାବରେ କ୍ଲିଅର ହୋଇଯିବ। ମାତ୍ର ସେଥିପାଇଁ ଆପଣଙ୍କର ଜନ୍ମକୁଣ୍ଡଳୀରେ ଗୁରୁ ଗ୍ରହଙ୍କର ଭଲ ରହିବା ଆବଶ୍ୟକତା ରହିଛି। ଏବେ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ସମ୍ପର୍କ କିପରି ରହିବ ଏହି 2024 ମସିହାର ଅନ୍ତିମ 3 ମାସ ଅର୍ଥାତ୍ ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ। ତେବେ ବନ୍ଧୁଗଣ, କୁଣ୍ଡଳୀର ପଞ୍ଚମ ଭାବଟି ବା ପଞ୍ଚମ ସ୍ଥାନଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ଆପଣଙ୍କର ପ୍ରେମ ସମ୍ପର୍କର, ପ୍ରେମ ଜୀବନର ଭାବ ମଧ୍ୟ ହୋଇଥାଏ ଏବଂ ଆପଣଙ୍କର ପଞ୍ଚମ ସ୍ଥାନର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯିଏକି ବର୍ତ୍ତମାନ ଆପଣଙ୍କର ସପ୍ତମ ସ୍ଥାନରେ ବିରାଜମାନ ଅଛନ୍ତି ଏବଂ ଏହି ସମ୍ପୂର୍ଣ୍ଣ 3 ମାସ ଗୁରୁ ଆପଣଙ୍କର ସପ୍ତମ ସ୍ଥାନରେ ହିଁ ବିରାଜମାନ ରହିବେ। ମାତ୍ର ବନ୍ଧୁଗଣ, ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ ଆପଣଙ୍କର ସପ୍ତମ ସ୍ଥାନରେ ରାହୁ ବିରାଜମାନ କରିଛନ୍ତି। ଯେପର୍ଯ୍ୟନ୍ତ ରାହୁ ଆପଣଙ୍କର ସେହି ସ୍ଥାନରେ ରହିଥିବେ ସେହି ସମୟ ପର୍ଯ୍ୟନ୍ତ ସେ ଆପଣଙ୍କର ପ୍ରେମ ଜୀବନରେ ଗୋଟିଏ ଚକ୍ରବ୍ୟୁହର ରଚନା କରିବେ। ତ ବନ୍ଧୁଗଣ, ଅଧିକ ସମୟ ଧରି ରାହୁ ଆପଣଙ୍କର ପଞ୍ଚମ ଭାବରେ ରହିଛନ୍ତି ଏବଂ ଏହି 3 ମାସ ମଧ୍ୟ ରାହୁ ଆପଣଙ୍କର ପଞ୍ଚମ ସ୍ଥାନରେ ହିଁ ରହିବେ। ଯେପର୍ଯ୍ୟନ୍ତ ରାହୁ ଆପଣଙ୍କର ପଞ୍ଚମ ସ୍ଥାନରେ ରହିଛନ୍ତି ସେପର୍ଯ୍ୟନ୍ତ ଆପଣଙ୍କୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ। ପ୍ରେମ ଜୀବନରେ ବା ପ୍ରେମ ସମ୍ପର୍କରେ ଆପଣ ଯେଉଁ ଡିସିସନ୍ ନେଉଛନ୍ତି ସେହି ଡିସିସନ୍କୁ ଆପଣ 1000 ଥର ଚିନ୍ତା କରିବା ପରେ ସେହି ଡିସିସନ୍ଟି ନେବା ଉଚିତ। ତ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଶେଷ 3 ମାସରେ ଅର୍ଥାତ୍ ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ। ବନ୍ଧୁଗଣ, କୁଣ୍ଡଳୀର ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ, ଆପଣଙ୍କର ଜୀବନସାଥୀଙ୍କର ଭାବ ଏବଂ ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ଶୁକ୍ର। ଆଉ ଶୁକ୍ର ମଧ୍ୟ ନିଜ ରାଶିରେ ଅବସ୍ଥାନ କରିଛନ୍ତି। ଏହାପରେ ମଧ୍ୟ ଶୁକ୍ର ଆପଣଙ୍କର ଦ୍ୱାଦଶ ଭାବକୁ ଆସିବେ। ଏହାପରେ ସେ ଆପଣଙ୍କର ପ୍ରଥମ ଭାବକୁ ଏବଂ ଦ୍ୱିତୀୟ ଭାବକୁ ଚଳନ କରିବେ। ତେଣୁ ସମ୍ପୂର୍ଣ୍ଣ 3 ମାସ ଯାକ ଆପଣଙ୍କର ବୈବାହିକ ଜୀବନ ସମ୍ପୂର୍ଣ୍ଣ ରୂପରେ ଭଲ ରହୁଛି। ତ ବନ୍ଧୁଗଣ, 2 ଡିସେମ୍ବର ପରେ ଆପଣମାନେ ଆପଣଙ୍କର ବୈବାହିକ ଜୀବନ ପ୍ରତି ଟିକିଏ ବିଶେଷ ଧ୍ୟାନ ଦେବା ଉଚିତ, କାରଣ ସେତେବେଳେ ଶୁକ୍ର ଆପଣଙ୍କର ତୃତୀୟ ଭାବରେ ପ୍ରବେଶ କରିବେ, ଯାହାଫଳରେ ଆପଣ ଦୁହିଁଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂ, ମିସ୍କମ୍ୟୁନିକେସନ୍ ଏହିଭଳି ସମସ୍ୟା ସବୁ ଦେଖାଦେଇପାରେ। ଆଉ ଅକ୍ଟୋବର ଏବଂ ନଭେମ୍ବର ମାସ ବିଶେଷ କରି ଆପଣଙ୍କର ବୈବାହିକ ଜୀବନ ପାଇଁ ବହୁତ ଅଧିକ ଭଲ ରହିବ। ଏଥିସହିତ ଏହି 2 ମାସ ମଧ୍ୟରେ ଯଦି ଆପଣ କେଉଁ ଆଡ଼କୁ ଯିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଏହି 2 ମାସଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏହି ସମୟରେ ଆପଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସୁମଧୁର ରହିବ। ପୂର୍ବରୁ ଯଦି ଆପଣ ଦୁହିଁଙ୍କ ମଧ୍ୟରେ କିଛି ବୈବାହିକ ଜନିତ ସମସ୍ୟା ସବୁ ରହିଥିଲା ଏବଂ ଆପଣଙ୍କ ମଧ୍ୟରେ କିଛି ମନାନ୍ତର ମତାନ୍ତର ଥିଲା ତେବେ ସେହି ସବୁ ମଧ୍ୟ ଠିକ୍ ହୋଇଯିବ। ଏବେ ଆସନ୍ତୁ ଜାଣିନେବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟବସ୍ତୁ ଆପଣଙ୍କର ଭାଗ୍ୟ, କ୍ୟାରିୟର ଆଉ ବେପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ଅନ୍ତିମ 3 ମାସ ଅର୍ଥାତ୍ ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ। ତ ବନ୍ଧୁଗଣ, କୁଣ୍ଡଳୀର ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଆପଣଙ୍କର ନବମ ଭାବର ଅଧିପତି ହେଉଛନ୍ତି ଚନ୍ଦ୍ରମା, ଯିଏକି ପ୍ରତ୍ୟେକ 2 ଦିନରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ତ ବନ୍ଧୁଗଣ, ଯଦି ଆପଣମାନେ କୌଣସି ପ୍ରକାରର ବଡ଼ କାର୍ଯ୍ୟର ଆରମ୍ଭ କରିବା ପାଇଁ ଯାଉଛନ୍ତି ଆଉ କୌଣସି ପ୍ରକାରର ବଡ଼ ଡିସିସନ୍ ଆପଣ ନେବା ପାଇଁ ଚାହୁଁଛନ୍ତି ତେବେ ତାହା ଆପଣ 16 ନଭେମ୍ବର ପରେ କରନ୍ତୁ, ହେଲେ ତାହା 15 ଅକ୍ଟୋବର ପୂର୍ବରୁ ମଧ୍ୟ କରିବାକୁ ପଡ଼ିବ। ଭାଗ୍ୟ ସମ୍ବନ୍ଧିତ ଯେକୌଣସି ବି କାର୍ଯ୍ୟ ଆପଣ 16 ଅକ୍ଟୋବର ପୂର୍ବରୁ ଏବଂ 9 ସେପ୍ଟେମ୍ବର ପରେ କରିଲେ ମଧ୍ୟ ଚଳିବ, କାରଣ ଆପଣଙ୍କର ଭାଗ୍ୟର କାରକ ଗୁରୁ ଆପଣଙ୍କର ପ୍ରଥମ ସ୍ଥାନକୁ ଦେଖୁଛନ୍ତି। ତେଣୁ ଏହି ସମୟରେ ଯଦି ଆପଣ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ତାହା ସବୁ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ରହିବ, କାରଣ ଗୁରୁ ଆପଣଙ୍କର ପ୍ରଥମ ଭାବ, ତୃତୀୟ ଭାବ ଏବଂ ଏକାଦଶ ଭାବକୁ ଦେଖୁଛନ୍ତି। ବେଳେବେଳେ ଏପରି ମଧ୍ୟ ହୋଇପାରେ ଯେ ଆପଣ ଯେକୌଣସି ବି କାର୍ଯ୍ୟ କରୁଛନ୍ତି ସେଥିରେ ଆପଣଙ୍କର କୌଣସି ତ୍ରୁଟି ବାହାରିପାରେ, ମାତ୍ର ଆପଣ ସେହି ସବୁ ଗୁଡ଼ିକୁ ଇଗ୍ନୋର କରିନିଅନ୍ତୁ ଏବଂ ଆପଣଙ୍କର ଶୁଭ ମାଙ୍ଗଳିକ କାର୍ଯ୍ୟରେ ଆପଣ ଅବସର ହୁଅନ୍ତୁ। ତେବେ ବନ୍ଧୁଗଣ, ଆପଣ ଯଦି କୌଣସି ବି କ୍ଷେତ୍ରରେ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ ସେହି ମାସଟା ପାଇଁ ଆପଣଙ୍କର ଭଲ ରହିବ ଏବଂ ଆପଣ ଯେଉଁ ବି କ୍ଷେତ୍ରରେ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି ଆପଣ ବିନା ବାଧାରେ ସେଥିରେ ଇନଭେଷ୍ଟମେଣ୍ଟ କରିପାରିବେ। ଏବଂ ସବୁଠାରୁ ଭଲ ଟାଇମ୍ ଟେବୁଲ୍ ଆପଣଙ୍କ ପାଇଁ ଯେ ଯଦି 15 ନଭେମ୍ବର ପରେ ଆପଣ କରୁଛନ୍ତି
ତେବେ ସେହି ସମୟ ଆପଣଙ୍କ ପାଇଁ ସବୁଠାରୁ ଅଧିକ ଭଲ ରହିବ। ଏବେ ଆସନ୍ତୁ ଜାଣିନେବା କିଛି ବିଶେଷ ପ୍ରତିକାରଗୁଡ଼ିକ ସମ୍ପର୍କରେ, ଯେଉଁ ପ୍ରତିକାରଗୁଡ଼ିକ କରିବା ଦ୍ୱାରା ଆପଣଙ୍କ ଉପରକୁ ଆସୁଥିବା ସମସ୍ତ ଅଶୁଭତ୍ୱଗୁଡ଼ିକର ଖଣ୍ଡନ ହୋଇପାରିବ ଏବଂ ଏଥିସହିତ ଆପଣଙ୍କୁ ଶୁଭତ୍ୱର ପ୍ରାପ୍ତି ହେବ। ତେବେ ବନ୍ଧୁଗଣ, ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ମଙ୍ଗଳଙ୍କର ବୀଜ ମନ୍ତ୍ରର ଜପ ଆପଣ ପ୍ରତ୍ୟେକ ଦିନ 108 ଥର ଜପ କରନ୍ତୁ। ଏହା ବ୍ୟତୀତ ଆପଣ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ବ୍ୟବହାର କରିବା ପାଇଁ ଆଣନ୍ତୁ ଏବଂ ସେହି ଜଳକୁ ଅର୍ପଣ କରନ୍ତୁ। ଶିବଲିଙ୍ଗରେ ମଧ୍ୟ ଜଳାଭିଷେକ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଶୁଭତ୍ୱ ପ୍ରାପ୍ତି ହେବା ସହିତ ଆପଣମାନଙ୍କର ଭାଗ୍ୟରେ ମଧ୍ୟ ଉନ୍ନତି ଆସିବ। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଏହି ଭିଡ଼ିଓଟିକୁ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର ନିଶ୍ଚୟ କରନ୍ତୁ। ଆଉ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ତେବେ ଆଜିର ଭିଡ଼ିଓଟିକୁ ଏଇଠି ରଖୁଛି। ପୁଣି କାଲି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ଧନ୍ୟବାଦ।